ଦେଖନ୍ତୁ ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶାରେ ବୁଢ଼ାବୁଢ଼ୀ ମାନେ 3 ମାସ ଧରିକି ଭତ୍ତା ପାଇନାହାନ୍ତି। ଜଣେ ଅଧେ ନୁହନ୍ତି କି 100-200 ନୁହନ୍ତି, ଲକ୍ଷ ଲକ୍ଷ ସଂଖ୍ୟାରେ 22 ଲକ୍ଷ ବୁଢ଼ାବୁଢ଼ୀ ଭତ୍ତାରୁ ବଞ୍ଚିତ ହୋଇଛନ୍ତି। ସରକାର ପ୍ରଥମେ ଟେକ୍ନିକାଲ ଡିଫିକଲ୍ଟିଜ୍ ଟେକ୍ନିକାଲ ପ୍ରୋବ୍ଲେମ୍ କହିକିରି କଥାଟାକୁ ଏଡ଼େଇ ଦେବାକୁ ଚେଷ୍ଟା କରୁଥିଲେ। ଏବେ ସମସ୍ତେ ବୁଝି ସାରିଲେଣି ଯେ ଜାଣି ଶୁଣି ହେଉ ବା ଅର୍ଥର ଅଭାବ ପାଇକି ହେଉ ବୁଢ଼ାବୁଢ଼ୀ ଦିବ୍ୟାଙ୍ଗ ବିଧବା ସମାଜରେ ଯେଉଁମାନେ ଅବହେଳିତ ବର୍ଗ ଅଛନ୍ତି ତାଙ୍କୁ ଭତ୍ତା ଦିଆଯାଉ ନାହିଁ, ଯାହାଫଳରେ ସେମାନଙ୍କ ଭିତରେ ବି ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଧିକାଂଶ ବୁଢ଼ାବୁଢ଼ୀ ଗାଁରେ ଭତ୍ତା ପାଇକିରି ସେମାନେ ଏ ଦ୍ୱାର ସେ ଦ୍ୱାର ହେଉଛନ୍ତି, ବ୍ୟାଙ୍କକୁ ଯାଉଛନ୍ତି, ପଞ୍ଚାୟତକୁ ଯାଉଛନ୍ତି, ବ୍ଲକ ଅଫିସରେ ବସୁଛନ୍ତି। ତାପରେ କିଛି ଜାଗାରେ ଆତ୍ମହତ୍ୟା ଖବର ମିଳୁଛି, ଭତ୍ତା ନ ପାଇକିରି ଔଷଧ କିଣି ନ ପାରିକି ମୃତ୍ୟୁ ହେଉଛି। ଏଇ ଅରାଜକତା ଗୋଟେ ପ୍ରକାର ଯେଉଁ ସରକାର ବୁଢ଼ାବୁଢ଼ୀକୁ ଭତ୍ତା ଦେଇପାରୁନି ଅଥଚ ଉତ୍ସବ ପାଳୁଛି, ସେ କଥା ଯିଏ ବି ଶୁଣୁଛି ସମସ୍ତେ ଭାବୁଛନ୍ତି ଗୋଟେ କି ପ୍ରକାରର ଅଲକ୍ଷଣା ସରକାର ବର୍ତ୍ତମାନ ଓଡ଼ିଶାରେ ଶାସନ କରୁଛି, ଅପାରଗ ସରକାର ଶାସନ କରୁଛି। ତା ବିରୁଦ୍ଧରେ ମଧ୍ୟ ଅସନ୍ତୋଷ ତୀବ୍ର ହେଉଛି। କିନ୍ତୁ ଏ ସବୁ ଲୋକ ଦେଖଣିଆ କଥା, ଏ ସବୁ ଲୋକ ଦେଖଣିଆ କଥା। ଯେତିକି କଥା ସେମାନେ କହିଛନ୍ତି ଯେ ଅପଗ୍ରେଡେସନ ହେଉଛି, ଭତ୍ତାର ଅନଲାଇନ୍ ସମସ୍ୟା ଅଛି। ଯଦି ଅନଲାଇନ୍ ସମସ୍ୟା ଅଛି, ୟା ଭିତରେ କିଛି କିଛି ଲୋକଙ୍କୁ ଭତ୍ତା ସେମାନେ ଛାଡ଼ିଛନ୍ତି। ଯଦି 4 ଲକ୍ଷ ଲୋକଙ୍କୁ ଭତ୍ତା ଦିଆଯାଇପାରୁଛି, 22 ଲକ୍ଷଙ୍କର କ'ଣ ଅନଲାଇନ୍ ସମସ୍ୟା ଅଛି? ଅନଲାଇନ୍ ସମସ୍ୟା ଥିଲେ ଗୋଟେ ଦିନ ସମସ୍ୟା ସମାଧାନ ହୁଅନ୍ତା। ମୁଁ ଯାହା ଜାଣିଛି, ମୋ ପାଖରେ ଯେତିକି ଖବର ଅଛି, କେନ୍ଦ୍ର ସରକାର ରାଜ୍ୟ ସରକାର ମିଶିକିରି ଭତ୍ତା ଦିଅନ୍ତି। କେନ୍ଦ୍ର ସରକାର ଅର୍ଥ ଦେଉନାହାନ୍ତି 3 ମାସ ହେଲା, ଯେଉଁଥିପାଇଁ ଭତ୍ତା ଦିଆଯାଇ ପାରୁନାହିଁ। ଆଉ ଇଏ ମୋହଲାଜରେ କଥା କହିପାରୁନାହାନ୍ତି। ଏପଟେ ମାନନୀୟ ପ୍ରଧାନମନ୍ତ୍ରୀ ଆସିକି ଏଠି ଉତ୍ସବ 2 ବର୍ଷର ପୂର୍ତ୍ତି ଉତ୍ସବ ପାଳନ କରୁଛନ୍ତି। ମୋହନ ମାଝୀଙ୍କୁ ସାର୍ଟିଫିକେଟ୍ ଦେଉଛନ୍ତି ସୁଶାସନର, ଅଥଚ ସାଧାରଣ ଲୋକଙ୍କୁ ଭତ୍ତା ଦିଆଯାଇ ପାରୁନି। ପ୍ରତ୍ୟେକ କ୍ଷେତ୍ରରେ ଅସଫଳତା ଏବଂ ବିଫଳତା, ତା ଛଡ଼ା ଅରାଜକତା ରାଜ୍ୟରେ ବ୍ୟାପି ଯାଇଛି। ପ୍ରକଳ୍ପ କରୁଛନ୍ତି, ଏସବୁ ଲୋକ ଦେଖାଣିଆ, ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ। ତେଣୁ ଲୋକ ଜାଣି ସାରିଲେଣି ଯେ ସରକାର ପାରିବେ ନାହିଁ। ଶାସନରେ ରହିଛନ୍ତି ସତ, କିନ୍ତୁ ଶାସନ ସମ୍ଭାଳି ପାରିବେ ନାହିଁ। ତେଣୁ ଲୋକ ଜନମତ ସେ ଅନୁସାରେ ତିଆରି ହେଇସାରିଲାଣି। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଅପେକ୍ଷା କରନ୍ତୁ।